ଏହି ଭିଡ଼ିଓରେ ଆପଣମାନେ ଦେଖିବେ ଆମର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନର ରିଜୋଲ୍ୟୁସନ୍। ଏଥିସହିତ ଆମେ ଓସେପାରୁ ପାଇଥିବା ନିର୍ଦ୍ଦେଶାବଳୀ ଆଧାରରେ ଗୋଟିଏ ସ୍କୁଲ ବିଲ୍ଡିଂ କମିଟି ଏବଂ ଏକାଡେମିକ୍ କମିଟି ଗଠନ କରାଯିବ। ସେହି କମିଟିରେ କେଉଁମାନେ ସଦସ୍ୟ ରହିବେ ଏବଂ ତା'ର ରିଜୋଲ୍ୟୁସନ୍ ମଧ୍ୟ ଏହି ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ରିଜୋଲ୍ୟୁସନ୍ରେ ରହିଛି। ତ ଚାଲନ୍ତୁ ଆରମ୍ଭ କରିବା। ଯଦି ଭଲ ଲାଗେ ନିଶ୍ଚୟ ଲାଇକ୍ କରିବେ, ସେୟାର କରିବେ, ମତାମତ ଦେବେ ଏବଂ ଯେଉଁ ବନ୍ଧୁମାନେ ମୋ ଚ୍ୟାନେଲକୁ ନୂଆ ଭାବରେ ଆସୁଛନ୍ତି ନିଶ୍ଚୟ ଭାବେ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଚାଲନ୍ତୁ ଦେଖିବା ରିଜୋଲ୍ୟୁସନ୍ଟି। ପ୍ରଥମେ ଏହିପରି ଭାବରେ ହେଡ଼ିଂ ଦେଇଦେବେ, ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ 2026-27। ତାପରେ ତାରିଖ ଲେଖିବେ ଅଦ୍ୟତା, ଏଠି ତାରିଖଟିକୁ ପକାଇବେ। ଯେଉଁ ସମୟରେ ଆପଣଙ୍କ ବିଦ୍ୟାଳୟରେ ବୈଠକଟି ହେବ ତାର ସମୟଟିକୁ ଉପସ୍ଥାପନ କରିବେ। ଓସେପାର ପତ୍ରାଙ୍କ ତାରିଖ ରହିଛି 26/6/2026 ନିର୍ଦ୍ଦେଶାବଳୀ ଆଧାରରେ। ଯଦି ବିଓ ଅଫିସରୁ କିଛି ଲେଟର ଆସିଥାଏ ସେହି ଲେଟରର ପତ୍ରାଙ୍କଟିକୁ ଲେଖିବେ ଏବଂ ତା'ର ତାରିଖଟିକୁ ଲେଖିବେ। ଏହି ଆଧାରରେ ଆମ୍ଭ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଧ୍ୟକ୍ଷତାରେ ଅଭିଭାବକ ଶିକ୍ଷକ ସମିତିର ସମସ୍ତ ସଭ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ, ୱାର୍ଡ଼ ମେମ୍ବର, କାଉନସିଲର, ସ୍ଥାନୀୟ ଶିକ୍ଷାବିତ୍ ଓ ଜଣେ ଅବଜରଭରଙ୍କ ଉପସ୍ଥିତିରେ 2026-27 ଶିକ୍ଷାବର୍ଷର ନୂତନ ପରିଚାଳନା କମିଟି ଗଠନ ପାଇଁ ଏକ ବୈଠକ ହୋଇଥିଲା। ଉକ୍ତ ବୈଠକରେ ନିମ୍ନୋକ୍ତ ପ୍ରସ୍ତାବମାନ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ନିର୍ଦ୍ଧାରଣ 1। ସର୍ବପ୍ରଥମେ ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ବୈଠକକୁ ସ୍ୱାଗତ ଜଣାଇଥିଲେ ଓ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ସଂକ୍ଷିପ୍ତରେ କହିଥିଲେ। ତାପରେ ନିର୍ଦ୍ଧାରଣ 2 ରହିଛି, ନୂତନ ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉପସ୍ଥିତ ଅବଜରଭର, ଆପଣଙ୍କର ଯିଏ ଅବଜରଭର ଆସିଥିବେ ତାଙ୍କ ନାମଟିକୁ ଲେଖିବେ, ସିଏ ବୁଝାଇଥିଲେ। ଯଦି କିଏ ଅବଜରଭର ଆସିନାହାନ୍ତି ତ ପ୍ରଧାନ ଶିକ୍ଷୟିତ୍ରୀ ବା ପ୍ରଧାନ ଶିକ୍ଷକ ଏହାକୁ ବୁଝେଇ ପାରିବେ। ତାପରେ ନିର୍ଦ୍ଧାରଣ 3 ରହିଛି, ନୂତନ ବିଦ୍ୟାଳୟ ପରିଚାଳନା କମିଟି ନିର୍ଦ୍ଦେଶାବଳୀ ଆଧାରରେ 4 ଜଣ ସ୍ଥାୟୀ ସଦସ୍ୟଙ୍କୁ ନୂତନ ଏସ୍ଏମ୍ସିରେ ସ୍ଥାନିତ କରାଗଲା। ଦେଖନ୍ତୁ, ପ୍ରଥମେ ଜଣେ ରହିବେ କିଏ ନା ସିଏ ହେଉଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ। ଏଠି ତା ତଳେ ତାଙ୍କର ନାମଟିକୁ ଲେଖିନେବେ। ତାପରେ ଏଠି ରହିବେ ବିଦ୍ୟାଳୟର ଜଣେ ବରିଷ୍ଠ ଶିକ୍ଷକ, ତାଙ୍କ ନାମ ଲେଖିବେ। ଆପଣଙ୍କର ୱାର୍ଡ଼ର ଯିଏ ୱାର୍ଡ଼ ମେମ୍ବର ଥିବେ ତାଙ୍କ ନାମ ଲେଖିବେ। ତାପରେ 4 ନମ୍ବର ରହିଲେ ଅଙ୍ଗନବାଡ଼ି କର୍ମୀ। ଆପଣଙ୍କ ଅଞ୍ଚଳରେ, ଆପଣଙ୍କ ବିଦ୍ୟାଳୟ ନିକଟରେ ଯେଉଁ ଅଙ୍ଗନବାଡ଼ି କେନ୍ଦ୍ର ଥିବ ସେଥିର କର୍ମୀ ଜଣେ ରହିବେ। ତାପରେ ରହିଲା ନିର୍ଦ୍ଧାରଣ 4, ପିଟିଏ ବୈଠକରେ ଚୟନ ହୋଇଥିବା 6 ଜଣ ମହିଳା ସାଙ୍ଗମାନେ, ଆମର ପିଟିଏ ବୈଠକ ଅଲରେଡ଼ି ହୋଇସାରିଥିବ। ସେହି ବୈଠକରେ ଯେଉଁ 11 ଜଣ ସଦସ୍ୟ ରହିବେ, 6 ଜଣ ମହିଳା ଏବଂ 5 ଜଣ ପୁରୁଷ, ମୋଟ 11 ଜଣ ସଦସ୍ୟଙ୍କୁ ନୂତନ ଏସ୍ଏମ୍ସିରେ ସ୍ଥାନିତ କରାଯିବା କଥା କୁହାଗଲା। ଏଠି ଦେଖିପାରୁଛନ୍ତି ତଳେ ସେହି 11 ଜଣ ସଦସ୍ୟଙ୍କର ନାମକୁ ସ୍ଥାନିତ କରାଯିବ। ଦେଖନ୍ତୁ 1 2 3 4 କରିକି ଲେଖି ନେଇଛି ମୁଁ। ଆପଣମାନେ ଏହିପରି ଭାବରେ 11 ଜଣ ସଦସ୍ୟଙ୍କ ନାମ ଏଠି ଲେଖିନେବେ। ତାପରେ ନିର୍ଦ୍ଧାରଣ 5 ରହିବ, ବର୍ତ୍ତମାନ ନୂତନ ଏସ୍ଏମ୍ସିରେ ସ୍ଥାନିତ 11 ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ସଭାପତି ଏବଂ ଆଉ ଜଣେ ଉପସଭାପତି ରହିବେ। ତେଣୁ ଆଶାୟୀ ପ୍ରାର୍ଥୀମାନେ ଏହି 2ଟି ପଦବୀ ପାଇଁ ନାମ ଘୋଷଣା କରିବାକୁ କୁହାଗଲା। ନାମ ପାଇବା ପରେ ଭୋଟ ବ୍ୟବସ୍ଥା ମାଧ୍ୟମରେ ସଭାପତି ଓ ଉପସଭାପତି ଚୟନ କରାଯାଇ ଫଳାଫଳ ଘୋଷଣା କରାଗଲା। ଏଠି ଦେଖନ୍ତୁ, ସଭାପତି ଯିଏ ରହିଥିବେ ତାଙ୍କ ନାମଟିକୁ ଲେଖିବେ ଏବଂ ଉପସଭାପତି ଯିଏ ରହିବେ ତାଙ୍କ ନାମଟିକୁ ଲେଖିବେ। ଯଦି ଏଠି ଆପଣଙ୍କର ଜଣେ ପୁରୁଷ ରହିଲେ ସଭାପତି ତ ଏଠି ଜଣେ ମହିଳା ରହିବେ ଉପସଭାପତି, ଏହିପରି ଭାବରେ। କିମ୍ବା ଯଦି ଏଠି ଜଣେ ମହିଳା ରହିବେ ତ ଏଠି ଜଣେ ପୁରୁଷଙ୍କୁ ରଖିବେ ଆପଣମାନେ ଉପସଭାପତି ଭାବରେ। ତାପରେ ନିର୍ଦ୍ଧାରଣ 6, 15 ଜଣଙ୍କୁ ନେଇ ନୂତନ ଏସ୍ଏମ୍ସି ଗଠନ କରାଯିବା ସହ ଏହାର ତଥ୍ୟକୁ ସିଆର୍ସିସିଙ୍କ ଦ୍ୱାରା ବିଓ କାର୍ଯ୍ୟାଳୟକୁ ପ୍ରେରଣ କରାଯିବା କଥା ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ। ତାପରେ ଏଠି ଦେଖନ୍ତୁ, ସେହି ଯେଉଁ 15 ଜଣ ଟୋଟାଲ ସଦସ୍ୟ ରହିଲେ ତାଙ୍କର ନାମ ଗୁଡ଼ିକୁ ଏହିପରି ଲେଖିବେ। ଏଠି ରହିବ କ୍ରମିକ ନମ୍ବର
1 2 3 4 ହୋଇକି 15 ନମ୍ବର ପର୍ଯ୍ୟନ୍ତ ରହିବ। ଏଠି ସଦସ୍ୟମାନଙ୍କର ନାମ 1 2 3 4 କରିକି ରଖିବେ। ପ୍ରଥମେ ରହିବେ ସଭାପତି, ସେ ପୁଅ କି ପୁରୁଷ କି ମହିଳା, ତାପରେ ଉପସଭାପତି ସେଇଟା ଲେଖିବେ। ତାପରେ ସଦସ୍ୟ ପୁରୁଷ ନା ମହିଳା ଜଣେ ରହିଛନ୍ତି, ତାପରେ କେଉଁ କାଟାଗୋରୀରୁ ଏଠି ରହିଛନ୍ତି, ମାନେ ଏସି ନା ଏସଟି ନା ଓବିସି ନା CWSN କାଟାଗୋରୀର ବର୍ଗରେ ଆପଣମାନେ ଲେଖିବେ। ତାପରେ ଏଠି ଦେଖନ୍ତୁ ତଳକୁ ଏଠି 11 ଜଣ ସଦସ୍ୟ ରହିଲା ପରେ 12 ନମ୍ବରରେ ଆମର ୱାର୍ଡ଼ ମେମ୍ବର ଯିଏକି ରହିଲେ ଏକ୍ସ ଅଫିସିଓ, ତାପରେ 13 ନମ୍ବର ଅଙ୍ଗନବାଡ଼ି କର୍ମୀ, 14 ନମ୍ବର ବରିଷ୍ଠ ଶିକ୍ଷକ ଏବଂ 15 ନମ୍ବରରେ ରହିବେ ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀ। ଏହିପରି ଭାବରେ 15 ଜଣ ମେମ୍ବରଙ୍କ ନାମ ଏଠି ଲେଖା ହେବ। ତାପରେ ନିର୍ଦ୍ଧାରଣ 7 ବିଦ୍ୟାଳୟ ଗୃହ କମିଟି ଗଠନ କରିବା କଥା ଗୋଟିଏ ଆମର ଗାଇଡ଼ଲାଇନରେ ଦେଇଛି। ସେହି ଅନୁଯାୟୀ ଯାହାକୁ କି କୁହାଯାଏ ସ୍କୁଲ ବିଲ୍ଡିଂ କମିଟି, ସେହି ଅନୁଯାୟୀ ଆପଣଙ୍କ ବିଦ୍ୟାଳୟରେ ମଧ୍ୟ ଗୋଟିଏ ସ୍କୁଲ ବିଲ୍ଡିଂ କମିଟି ଗଠନ କରିବେ। ତେଣୁ ଏହି ରିଜୋଲ୍ୟୁସନରେ ଆପଣ ଏହାକୁ ମଧ୍ୟ ସ୍ଥାନ ଦେବେ। SMCର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ବିଦ୍ୟାଳୟ ଗୃହ କମିଟି ଗଠନର ଆବଶ୍ୟକତା ଥିବାରୁ ଏକ ଉପ କମିଟି ଗଠନ କରାଗଲା। ନିର୍ଦ୍ଦେଶାବଳୀ ଆଧାରରେ ନିମ୍ନଲିଖିତ ସଦସ୍ୟମାନେ ଏହାର ସଭ୍ୟ ରହିବା ପାଇଁ ସର୍ବସମ୍ମତିକ୍ରମେ ଗୃହୀତ କରାଗଲା ଓ ସେମାନଙ୍କ କାର୍ଯ୍ୟକୁ ବୁଝାଇ ଦିଆଗଲା। ଏଠି ଦେଖନ୍ତୁ କେଉଁମାନେ ରହିବେ ଆମର ସ୍କୁଲ ବିଲ୍ଡିଂ କମିଟିରେ। 5 ଜଣ ସଦସ୍ୟ ରହିବେ, ସେମାନେ ହେଲେ ସଭାପତି, ଏଠି ତାଙ୍କ ନାମ ଲେଖିଦେବେ। ତାପରେ ପ୍ରଧାନ ଶିକ୍ଷୟିତ୍ରୀ, ଏଠି ତାଙ୍କ ନାମ ରହିବ। ବରିଷ୍ଠ ଶିକ୍ଷକଙ୍କ ନାମ ଏଠି ରହିବ। ତାପରେ ଯାନ୍ତ୍ରିକ ପରାମର୍ଶଦାତା, ଯଦି ଆପଣଙ୍କ ଅଞ୍ଚଳରେ କିଏ ଅଛନ୍ତି ତାଙ୍କର ନାମ ରହିବ, ଯଦି ନଥାନ୍ତି ତ ଛାଡ଼ିଦେବେ। କିନ୍ତୁ ଜଣେ ଯାନ୍ତ୍ରିକ ପରାମର୍ଶଦାତା ଆବଶ୍ୟକ, କାହିଁକିନା ଆପଣଙ୍କର ବିଦ୍ୟାଳୟର କାମ ପାଇଁ ସିଏ ଆପଣଙ୍କୁ ପରାମର୍ଶ ଦେବେ। ତାପରେ CRCC, ଆପଣଙ୍କ କ୍ଲଷ୍ଟରର CRCC, ତାଙ୍କ ନାମ ଏଠି ରହିବ। ଏହିପରି ଭାବରେ ଗୋଟିଏ ଉପକମିଟି ଗଠନ ହେବ। ତାପରେ ନିର୍ଦ୍ଧାରଣ 8ରେ ଆଉ ଗୋଟିଏ ଉପକମିଟି SMCର, ଯାହାକୁ କି କୁହାଯାଏ ଏକାଡେମିକ୍ କମିଟି। ଶିକ୍ଷାଗତ କାର୍ଯ୍ୟ ଦେଖିବା ତାଙ୍କର କାର୍ଯ୍ୟ ରହିବ। ତେଣୁ ଏହିପରି ଭାବରେ ରିଜୋଲ୍ୟୁସନଟିକୁ ଲେଖିବେ। ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକଳାପ ପାଇଁ ଏକାଡେମିକ୍ କମିଟି ଗଠନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ ଏକ ଉପକମିଟି ଗଠନ କରାଗଲା। ସେମାନଙ୍କ କାର୍ଯ୍ୟ ବିଷୟରେ ବୁଝାଯିବା ସହ ସେମାନଙ୍କ ସଭ୍ୟ ପଦକୁ ସର୍ବସମ୍ମତିକ୍ରମେ ଗୃହୀତ କରାଗଲା। ଏଠି ଦେଖନ୍ତୁ ଆମର 6 ଜଣ ସଦସ୍ୟ ରହିବେ। ଜଣେ ରହିବେ ସଭାପତି, ତାଙ୍କ ନାମ ଏଠି ଲେଖିନେବେ। ତାପରେ ପ୍ରଧାନ ଶିକ୍ଷୟିତ୍ରୀ, ତାଙ୍କ ନାମ ରହିବ। ବରିଷ୍ଠ ଶିକ୍ଷକ ଜଣେ ରହିବେ, ତାଙ୍କ ନାମ ରହିବ। ତାପରେ ନିଜ ଅଞ୍ଚଳରେ ଯଦି ଜଣେ କେହି ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଥାନ୍ତି ତାଙ୍କ ନାମଟିକୁ ଲେଖିବେ। ତାପରେ ନିକଟସ୍ଥ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସେହି ନିକଟସ୍ଥ ବିଦ୍ୟାଳୟ କ'ଣ ହେବା ଉଚିତ ନା ହାଇସ୍କୁଲ ବା ହାୟର ସେକେଣ୍ଡାରୀ ସ୍କୁଲ ହେଇଥିବ, OAB ହେଇଥିବ ବା JNB ହେଇଥିବ ବା KB ହେଇଥିବ। ତାହାର ଯଦି ଶିକ୍ଷକ ଥିବେ ତାହେଲେ ତାଙ୍କ ନାମ ଲେଖାହେବ। ଦେଖନ୍ତୁ ସାଙ୍ଗମାନେ, ମୁଁ ଏଠି ଏପରି ଚିହ୍ନ କରିଦେଇଛି, କାହିଁକିନା ଆମର ନିର୍ଦ୍ଦେଶାବଳୀରେ ଅଛି ଇଫ୍ ଏଭେଲେବୁଲ୍। ଯଦି ଆପଣଙ୍କ ଅଞ୍ଚଳରେ ଥାଆନ୍ତି ତ ତାଙ୍କୁ ସଭ୍ୟ ରୂପେ ରଖିବେ, ଯଦି ନଥାନ୍ତି ତ ଆପଣମାନେ ତାଙ୍କୁ ରଖିବା କିଛି ବାଧ୍ୟତାମୂଳକ ନୁହେଁ। CRCC ରହିବେ। ଏହିପରି ଭାବରେ ଆମର ଏକାଡେମିକ୍ କମିଟି ଗଠନ କରାଯିବ। ତାପରେ ନିର୍ଦ୍ଧାରଣ 9 ସହକାରୀ ଶିକ୍ଷକ, ତାଙ୍କ ନାମ ଏଠି ରହିବ। ନୂତନ SMC ଗଠନର ବିବରଣୀ ପଠନ କଲାପରେ ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତଙ୍କୁ ଜଳପାନ ପ୍ରଦାନ କରି ସଭା ସାଂ ଘୋଷଣା କରାଯାଇଥିଲା। ଏଠି ନୂତନ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସ୍ୱାକ୍ଷର ରହିବ। ତାପରେ ବିଦ୍ୟାଳୟ ଗୃହ କମିଟି ସଦସ୍ୟଙ୍କ ସ୍ୱାକ୍ଷର ଲେଖିକି ସେଇ ଯେଉଁ 5 ଜଣ ଆପଣଙ୍କର ସଦସ୍ୟ ରହିଥିବେ ସେମାନଙ୍କର ସ୍ୱାକ୍ଷର କରିନେବେ। ତାପରେ ସେହିପରି ଏକାଡେମିକ୍ କମିଟି ସଦସ୍ୟଙ୍କ ସ୍ୱାକ୍ଷର ଲେଖିକି ଆପଣଙ୍କର 5 ଜଣ କି 6 ଜଣ ଯେଉଁମାନେ ଯେତିକି ଜଣ ରହିଲେ ସେମାନଙ୍କର ସ୍ୱାକ୍ଷର କରିନେବେ। ତେଣୁ ଏହିପରି ଭାବରେ ଆପଣମାନେ ଦେଖୁଥିଲେ 2026-27 ଶିକ୍ଷାବର୍ଷର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ସହିତ ଆଉ 2ଟି ଉପକମିଟି ଗଠନ, ଯାହାକି ରହିଲା ସ୍କୁଲ ବିଲ୍ଡିଂ କମିଟି ଏବଂ ଏକାଡେମିକ୍ କମିଟି ଗଠନ। ଏହାର ରିଜୋଲ୍ୟୁସନଟିକୁ ଆଶା କରୁଛି ଭିଡ଼ିଓଟି ନିଶ୍ଚୟ ଭାବେ ଆପଣମାନଙ୍କ ପାଇଁ ହେଲ୍ପଫୁଲ୍ ହେବ। ଯଦି ମୋ ଭିଡ଼ିଓଟି ଭଲ ଲାଗିଛି ଭିଡ଼ିଓକୁ ନିଶ୍ଚୟ ଲାଇକ୍ କରିବେ, ସେୟାର କରିବେ, ମତାମତ ଦେବେ। ଅନୁରୋଧ ନିଶ୍ଚୟ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।